ପିଲାଙ୍କୁ ଆସିଛି କେମିତି ଖଇଙ୍ଗା ଶୁଖୁଆ ତିଆରି କରିବେ, ନିମଳା ନିମଳା ଗୀତ, ହାତରେ ମେହେନ୍ଦି, ଏଇ ସବୁ ଜିନିଷ କରିକି ଶିକ୍ଷା ବ୍ୟବସ୍ଥାକୁ ଏମାନେ ଆଜ୍ଞା ବରବାଦ କରିଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଧର୍ମେନ୍ଦ୍ର ପ୍ରଧାନ ନିଟ୍ ପେପରରେ ଯେଉଁ କେଳାଙ୍କାରୀ କରୁଛନ୍ତି ତାଙ୍କ ଇସ୍ତଫା ଦାବିକୁ ନେଇକି ଆଜି ଆମେ ସାମ୍ବାଦିକ ସମ୍ମିଳନୀ କରୁଛୁ। ଦିଲ୍ଲୀରେ ଯେଉଁ କକରୋଚ ପାର୍ଟି ବସିଛି ତାକୁ ମଧ୍ୟ ଆମେ ସମର୍ଥନ କରିବା ସହିତ ଆସନ୍ତା ଜୁଲାଇ 4 ତାରିଖ ଦିନ ଓଡ଼ିଶାରେ ଆମେ ୟାକୁ ନେଇକି ବିରୋଧ କରୁଛୁ, ଅନଶନ କରୁଛୁ। ମୁଁ ନିବେଦନ କରିବି ଓଡ଼ିଶାର ପ୍ରତ୍ୟେକ ଛାତ୍ରଛାତ୍ରୀ ଜନସାଧାରଣମାନେ ଏ ଆନ୍ଦୋଳନରେ ସମସ୍ତେ ସହଯୋଗ କରନ୍ତୁ, ଠିଆ ହୁଅନ୍ତୁ, ଏ ଲଢ଼େଇକୁ ତେଜାନ କରନ୍ତୁ। ଧର୍ମେନ୍ଦ୍ର ପ୍ରଧାନ ଏଥିରେ ଇସ୍ତଫା ନୈତିକ ଦେଇଦେବା କଥା। ଆପଣ ଜାଣିଥିବେ ଲାଲ ବାହାଦୁର ଶାସ୍ତ୍ରୀ ରେଲ ମନ୍ତ୍ରୀ ଥିଲାବେଳେ ଗୋଟେ ଦୁର୍ଘଟଣା ହେଇଗଲା, କହିଲେ ଡ୍ରାଇଭର ଯେତିକି ଦୋଷ ମୋ ସେତିକି ଦୋଷ। ସେ କ'ଣ କଲେ, ସେ ନୈତିକ ଭାବେ ଇସ୍ତଫା ଦେଇଦେଲେ। ଲାଲ ବାହାଦୁର ଶାସ୍ତ୍ରୀ କହିଲେ ଲୋକ, ଧର୍ମେନ୍ଦ୍ର ପ୍ରଧାନ ତାଙ୍କର କ'ଣ, ସେ କାହିଁକି ଅହଙ୍କାର ବସିଛନ୍ତି? ନରେନ୍ଦ୍ର ମୋଦି ପେପର ଲିକ୍ରେ ଯେଉଁ ଆଜି ଇଲେକ୍ସନ୍ ଖେଳୁଛନ୍ତି, ଇଲେକ୍ସନ୍ ଯେଉଁ ବୁଲୁଛନ୍ତି, ଏଥିରେ ଆପଣ ଦେଖିବେ ନରେନ୍ଦ୍ର ମୋଦି ତାଙ୍କୁ ସପୋର୍ଟ କରୁଛନ୍ତି। ପେପର ଚୋରିରେ ନରେନ୍ଦ୍ର ମୋଦିଙ୍କ ମଧ୍ୟ ହାତ ଅଛି। ଆମେ ଡିମାଣ୍ଡ କରୁଛୁ କି ଯଥାଶୀଘ୍ର ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅ, ନଚେତ୍ ଲଢ଼େଇ ଭୟଙ୍କର ଅବସ୍ଥା ଯିବ। ଦେଖନ୍ତୁ, ନିଟ୍ ଏକ୍ଜାମ୍ରେ 20 ଜଣ ପିଲା ଆତ୍ମହତ୍ୟା କଲେ। ଓଡ଼ିଶାରେ 1678 ଭୁଲ ଆସିଲା ପାଠପଢ଼ାରେ। ପିଲାଙ୍କୁ ଆସିଛି କେମିତି ଖଇଙ୍ଗା ଶୁଖୁଆ ତିଆରି କରିବେ, ନିମଳା ନିମଳା ଗୀତ, ହାତରେ ମେହେନ୍ଦି, ଏଇ ସବୁ ଜିନିଷ କରିକି ଶିକ୍ଷା ବ୍ୟବସ୍ଥାକୁ ଏମାନେ ଆଜ୍ଞା ବରବାଦ କରିଦେଇଛନ୍ତି। ୟାକୁ ନେଇକି ମଧ୍ୟ ଆପଣ ଦେଖିବେ ଯେଉଁ 1600 ଭୁଲ ଲେଖା ଆସିଛି ପାଠପଢ଼ାରେ, ଦେଶରେ ଚର୍ଚ୍ଚା ଚାଲିଛି। କାରଣ ଭୁଲ ଗୋଟେ ଦୁଇଟା ହେଇଯିବ, 1678 ଭୁଲ ପୁରା ଦେଶରେ ଚର୍ଚ୍ଚା ଚାଲିଛି। ଓଡ଼ିଶା ସରକାର ଯେଉଁ କାମ କରୁଛି, ନିଶା ଗଞ୍ଜେଇ ଭାଙ୍ଗ ମଦ ପିଇ ବୋଧେ କାମ କରୁଛି। ଏଥିପାଇଁ ମୁଁ ଲଜ୍ଜିତ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ କ୍ଷମା ପ୍ରାର୍ଥନା କରିବା ସହିତ ଗଣ୍ଡ ଯଥାଶୀଘ୍ର ଇସ୍ତଫା ଦିଅ। ଆଜ୍ଞା ଯେଉଁ କୋଟି କୋଟି ଟଙ୍କା କହୁଛନ୍ତି, ବା କୋଟି କୋଟି ଟଙ୍କା ଯେଉଁ ଭୁଲ ଅଛି ବର୍ତ୍ତମାନ ପାଣିରେ ପଡ଼ୁଛି। ଏ ଯେଉଁ କହୁଛନ୍ତି ସାମାନ୍ୟ ବୋଲି, କ'ଣ ସାମାନ୍ୟ ଭୁଲ? ଏ ଆଜ୍ଞା ବହୁତ ବଡ଼ ଭୁଲ ହେଇଛି। ଏ ଭୁଲ ପାଇଁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ। ତମେ ଖାଲି କ'ଣ ଖଣି ପାଣି ବିକିବାର ତମ ମୁଣ୍ଡ ଲାଗିଛି, ପିଲାଙ୍କ ପାଠପଢ଼ା ତମ ମୁଣ୍ଡ ନାହିଁ। ଯଦି ଆଜି ଠିକ୍ ଭାବରେ ମୁଖ୍ୟମନ୍ତ୍ରୀ ଶାସନ କରିଥାନ୍ତେ ତାହେଲେ ବ୍ୟବସ୍ଥା ଏମିତି ଆସିନଥାନ୍ତା। ଦାୟୀ ଆଜ୍ଞା ଏଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଦାୟୀ ଏବଂ ଯିଏ ଅଛନ୍ତି ଗଣ୍ଡ ଯିଏ ଅଛନ୍ତି ଶିକ୍ଷାମନ୍ତ୍ରୀ, ତାଙ୍କର ମଧ୍ୟ ବହୁତ ଦାୟୀ ଅଛି। ସେମାନଙ୍କୁ ଚାକିରିରୁ ଆଜ୍ଞା ସେମାନଙ୍କୁ ଚାକିରି ହଟାଇବା ପୂର୍ବରୁ ପ୍ରଥମେ ମୁଖ୍ୟମନ୍ତ୍ରୀ ଆଉ ଯିଏ ଅଛନ୍ତି ଶିକ୍ଷାମନ୍ତ୍ରୀ ଗଣ୍ଡ ବାବୁ 2 ଜଣ ପ୍ରଥମେ ଇସ୍ତଫା ଦିଅନ୍ତୁ। କାରଣ ପ୍ରଥମେ ବଡ଼ ଭୁଲ ୟାଙ୍କର। ଯଦି ମାଷ୍ଟରଟା ଠିକ୍ ଭାବରେ ପିଲାଙ୍କୁ ଜଗିବନି, ପିଲା ପାଠ କେମିତି ପଢ଼ିବେ? ଏବେ ତମେ ବା ମୁଖ୍ୟମନ୍ତ୍ରୀ, ତମେ ବା ଶିକ୍ଷାମନ୍ତ୍ରୀ, ତମେ କାହିଁ ଠିକ୍ ଭାବରେ ଶାସନ ନେଇ ଯାଇନ? ତମଙ୍କ ଅବହେଳା ପାଇଁ આ ଜିନିଷ ହେଇଛି। ସେଥିପାଇଁ ସେମାନେ ପ୍ରଥମ ଦାୟୀ। ସେମାନେ ପ୍ରଥମେ ଇସ୍ତଫା ଦେବା କଥା। ସସ୍ପେଣ୍ଡ କଲେ କ'ଣ ହେବ? ତମେ ନିଜେ ଇସ୍ତଫା ଦିଅ। ଜୁଲାଇ 4 ତାରିଖରେ ଛାତ୍ରଛାତ୍ରୀକୁ ନେଇକି ବୁଦ୍ଧିଜୀବୀ, ଚାଷୀ, ମା ମାଉସୀ ସମସ୍ତଙ୍କୁ ଆମେ ନିବେଦନ କରିବୁ, ଏ ଆନ୍ଦୋଳନ ଜଣକ ନୁହେଁ, ଆନ୍ଦୋଳନ ଶିକ୍ଷା ବ୍ୟବସ୍ଥାର ଗୋଟେ ପରିବର୍ତ୍ତନ, ଶିକ୍ଷା ବ୍ୟବସ୍ଥାକୁ ସୁଧାର ଆସିବ, ତା ପାଇଁ ଆନ୍ଦୋଳନ ହେଉଛି। ଆମେ ନିବେଦନ କରୁ ସମସ୍ତେ ଆନ୍ଦୋଳନ ଯୋଗ ଦିଅନ୍ତୁ। କକରୋଚ ପାର୍ଟି ଯେଉଁ ଦିଲ୍ଲୀରେ ବସିଛି ତାକୁ ଆମେ ସମର୍ଥନ ଦେବା ସହିତ ଏ ଆନ୍ଦୋଳନକୁ ଆମେ ତେଜ କରିବୁ। ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦେଲେ ଓଡ଼ିଶାରୁ ମଧ୍ୟ ହଜାର ହଜାର ଯୁବ ଛାତ୍ର ଯାଇକି ସେଠି ଯାଇକି ଯୋଗ ଦେଇକି ଆନ୍ଦୋଳନ ଆଉ ତେଜ କରିବେ।